ମାରିଛି କେନ୍ଦୁଝର ପୌରପାଳିକାର ୱେଷ୍ଟ ମ୍ୟାନେଜମେଣ୍ଟ କାର୍ଯ୍ୟକ୍ରମ। କେନ୍ଦୁଝର ସହରର ମୁଖ୍ୟ ସ୍ଥାନରେ ଜମି ରହୁଛି ସହରର କୁଢ଼ କୁଢ଼ ଅଳିଆ। ତାହା ପୁଣି ସହରର ପେଣ୍ଠସ୍ଥଳ ସିଦ୍ଧମଠ ବାଇପାସ ନିକଟ ଜାତୀୟ ରାଜପଥ କଡ଼ରେ 2 ନମ୍ବର ଜାତୀୟ ରାଜପଥ କଡ଼ରେ କୁଢ଼ କୁଢ଼ ଅଳିଆ ଆବର୍ଜନା ମଇଳା ସାଙ୍ଗକୁ ପଲିଥିନର ପାହାଡ଼ ପରିବେଶକୁ ନଷ୍ଟ କରୁଛି। ଏପଟେ ଯାଉଥିବା ପ୍ରତ୍ୟେକଟି ମଣିଷକୁ ଏକ ଦୃଶ୍ୟ ବ୍ୟଥିତ କରୁଛି। ହେଲେ ପୌରପାଳିକା ନଜରରେ ଏହା ପଡୁନଥିବା ଭଳି ମନେ ହେଉଛି। ଏହି ଅଳିଆ ଗଦାରେ ପଲ ପଲ ଗାଈ ଗୋରୁ ଚରୁଥିବାର ବାରମ୍ବାର ଦୁର୍ଘଟଣା ଘଟି ଗାଈ ଗୋରୁଙ୍କ ଜୀବନ ଯାଉଥିବା ଅଭିଯୋଗ ଆସୁଛି। ହେଲେ ପ୍ରଶାସନ ନିଦ ଭାଙ୍ଗୁନି। ଏହି ରାସ୍ତା ଦେଇ ମାତ୍ର 100 ମିଟର ଦୂରରେ ରହିଛି କେନ୍ଦୁଝରର ପ୍ରସିଦ୍ଧ ଧର୍ମପୀଠ ସିଦ୍ଧିମଠ। ନିକଟରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସହ ଧରଣୀଧର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ବି ରହିଛି। ଏହି ରାସ୍ତା ଦେଇ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକ ସାନ ଘାଗରା ବଡ଼ ଘାଗରା ବୁଲି ଆସିଥାନ୍ତି। ହେଲେ ଏହି ସବୁ ଦେଖି ଲାଗୁଛି ପର୍ଯ୍ୟଟକଙ୍କୁ ସ୍ୱାଗତ କରୁଛି ଏହି ଅଳିଆ ଗଦା। ଅନ୍ୟପଟେ କେନ୍ଦୁଝର ପୌରପାଳିକା ନିର୍ବାଚନୀ ଅଧିକାରୀ କହିଛନ୍ତି ଖୁବ୍ ଶୀଘ୍ର ଆବର୍ଜନା ପରିଚାଳନା କରାଯାଇ ଅଳିଆରୁ ଖତ ପ୍ରସ୍ତୁତ କରିବାର କାର୍ଯ୍ୟକ୍ରମ କରାଯିବ। ସହରରୁ ବାହାରୁଥିବା ଅଳିଆ କିପରି ପରିବେଶକୁ ନଷ୍ଟ ନ କରିବ ସେଥିପାଇଁ ଆବର୍ଜନା ପରିଚାଳନା ପାଇଁ ବର୍ଷ ବର୍ଷ ଧରି ପ୍ରଶାସନିକ ସ୍ତରରେ ବୈଠକ ପରେ ବୈଠକ ବସୁଛି, ଯାହା ପ୍ରହସନ ପରି ମନେ ହେଉଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।